नमस्कार ମୁଁ ନୀଳମଣି ସାହୁ ଅଭିନେତା ଆଉ ଖୁସି ଲାଗିଲା ଚାକିରି ଚାନ୍ଦପୁର ମାନେ ଆସିକି ମହୋତ୍ସବରେ ଆମେ ଭାଗ ନେଲୁ। ବେଗାର ବର୍ଷ ଅକ୍ଷୟ ଦେଖିଆ 3 ଜଣ କଳାକାର ଆମେ ଆସିଥିଲୁ। ବହୁତ ଖୁସି ଲାଗିଲା କାରଣ ଏଠି ଯେତିକି ଥିଲେ ଦର୍ଶକ କଳାପ୍ରେମୀ କଳାକୁ ଏତେ ଭଲ ପାଆନ୍ତି ଆଜି ଶେଷ ପର୍ଯ୍ୟାୟରେ ବି ସମସ୍ତେ ଏକାଠି ଅଛନ୍ତି ଅନେକ ଲୋକ ଅଛନ୍ତି। ବହୁତ ଖୁସି ଲାଗିଲା ଏ ଏରିଆର ଅଞ୍ଚଳର ଲୋକମାନଙ୍କର ସେମାନଙ୍କର ଉତ୍ସାହ ଉଦ୍ଦୀପନା ଏବଂ ଏଠିକୁ ଏ ମହୋତ୍ସବକୁ ଯୋଉମାନେ କଣ୍ଡକ୍ଟ କରୁଛନ୍ତି ଯୋଉମାନେ ମାନେ ସାମ୍ବାଦିକ ସଂଗଠନ ତାଙ୍କ ଭିତରେ ମାଳ ସାର୍ ସମସ୍ତେ ଏବଂ ଆମର ଯିଏ ଅଛନ୍ତି ବୁଢା ଭାଇ ସେ ମଧ୍ୟ ବହୁତ ବଢିଆ କରୁଥିଲେ ଯାହା ଆମର ମାନେ ଯୋଉମାନଙ୍କୁ ପରିଚୟ ପ୍ରଦାନ କରୁଥିଲେ ବଢିଆ କରୁଥିଲେ। ଆଉ ସବୁଠୁ ମୁଁ ବେଶୀ ଧନ୍ୟବାଦ ଦେବି ଆମର ଏଇ ଅଞ୍ଚଳର ଜଣେ ଟାଣୁଆ ନେତା ଟାଣୁଆ କର୍ମୀ ଆପଣ ଜାଣିଥିବେ ଭଲ ଭାବରେ ତାପସ ରଞ୍ଜନ ମାଥା ସେ ଭାଇ ଆମକୁ ଯେମିତି ହେଲେ କହିଲେ ନା ଆପଣ ଆସିବାକୁ ପଡିବ ଆପଣ ଆସନ୍ତୁ ଏବଂ ଯାହା ତାଙ୍କର ନିମନ୍ତ୍ରଣ ଥିଲା ଆମେ ଆସିଲୁ ଆମକୁ ବହୁତ ଭଲ ଲାଗିଲା ଏବଂ ସେଥିରେ ଆଉ ଜଣେ ଧନ୍ୟବାଦ ଦେବି ସେ ହେଉଛନ୍ତି ଆମର ସାହିଲ ମହାପାତ୍ର ଜୁଜୁ ସେ ଚାପ ପାଇଁଙ୍କର କଥାବାର୍ତ୍ତା କରିକି ସେ ସବୁବେଳେ ଆମକୁ ଗାଇଡ୍ କରୁଥିଲେ କୋଉଠି କେତେବେଳେ ବାହାରିଲେ ନ ବାହାରିଲେ କୋଉଠି କହୁଛନ୍ତି ଏବଂ ଗାଇଡ୍ କରି ଆଣିକି ଏଠି ପହଞ୍ଚିଲେ ଏଠୁ ତାପସ ଭାଇ ଆମକୁ ସାଙ୍ଗରେ ପାକୁଡି ନେଲେ ମାର୍କେଟ କଲୁ ଖୁବ ଖୁସି ଲାଗିଲା।